ଆସୁଅଛି ଆଗକୁ ଆଇପିଏଲ୍ର ମହାସମୁଦ୍ର। ଏଥର ବଛା ବଛା ଦାମୀ ଦାମୀ ଖେଳାଳିଙ୍କୁ ନେବ ଆଇପିଏଲ୍ ମ୍ୟାଚ୍। ଚଳିତ ବର୍ଷ ଟାଟା ଆଇପିଏଲ୍ 2024 ମାର୍ଚ୍ଚ 28 ତାରିଖରୁ ଆରମ୍ଭ ହେବ ଏବଂ ସରିବ ମେ 31 ତାରିଖ ଦିନ। ଦେଖିବାକୁ ଗଲେ 2.5-3 ମାସ ଧରି ଖେଳ ହେବ ଏହି ଟାଟା ଆଇପିଏଲ୍ 2026। ଏହି 19ତମ ସଂସ୍କରଣ ଟାଟା ଆଇପିଏଲ୍ 2024 ଦେଖିବାକୁ ଗଲେ ବହୁତ ହାଇ ଭୋଲ୍ଟେଜ୍ ଡ୍ରାମା ସସ୍ପେନ୍ସ ଥ୍ରିଲର୍ ପରିପୂର୍ଣ୍ଣ ହେବ। କାହିଁକିନା 18ତମ ଟାଟା ଆଇପିଏଲ୍ରେ କିଙ୍ଗ ଇଜ୍ କିଙ୍ଗ ଦମ୍ ଦେଖାଇଲେ ତାଙ୍କୁ ପ୍ରଥମ ଥର ଟାଇଟଲ୍ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଆର୍ସିବି ଦଳ। ଏଥର କେଉଁ ଦଳ ଚାମ୍ପିୟନ୍ ହେବ ଏବଂ କେଉଁ କେଉଁ ଦଳରେ ଅଛନ୍ତି ଭଲ ଭଲ ଖେଳାଳି ସେହି ବିଷୟରେ ଆଲୋଚନା କରିବା। ତେବେ ଟାଟା ଆଇପିଏଲ୍ କହି ରଖୁଛି ଯେ ଟାଟା ଆଇପିଏଲ୍ ଗୋଟିଏ ଖେଳ ନୁହେଁ, ଭାରତର ବଡ଼ ପର୍ବ। କାହିଁକିନା ସବୁଠାରୁ ଏଠାରେ ସମସ୍ତେ ଫ୍ୟାମିଲି ଭଳି ରହି ଖେଳନ୍ତି ଏବଂ ବହୁତ ବଢ଼ିଆ ଖେଳ ଦେଖାନ୍ତି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଟାଟା ଆଇପିଏଲ୍ 2024 ମାର୍ଚ୍ଚ 28 ତାରିଖ ଆରମ୍ଭ ହୋଇଥିବା ବେଳେ ଦେଖିବାକୁ ଗଲେ ଏହି ଟାଟା ଆଇପିଏଲ୍ 18ତମ ସିଜନ୍ କିଙ୍ଗ ଇଜ୍ କିଙ୍ଗ ଦମ୍ ଦେଖାଇଥିଲେ ଏବଂ 19ତମ ସିଜନ୍ରେ କେଉଁ 10ଟି ଦଳ ମଧ୍ୟରୁ କିଏ ଭାଗ ଭଲ ପ୍ରଦର୍ଶନ କରି ଚାମ୍ପିୟନ୍ ବନିବ ସେହି ବିଷୟରେ ଆଲୋଚନା କରିଲେ ଦେଖିବା। ସବୁ ଦଳ ସମସ୍ତ ଭଲ ଭଲ ଖେଳାଳି ନେଇଛନ୍ତି ଏବଂ ଦେଖିବାକୁ ଗଲେ ମୋତେ ତ ଲାଗୁଛି ଯେଉଁ ଦଳରେ ଭଲ ଅଛନ୍ତି ପ୍ଲେୟାର ସେ ଦଳ ଭଲ ଖେଳି ପାରୁନାହାନ୍ତି, ଅନ୍ୟ ଦଳ ଭଲ ଖେଳି ଫାଇନାଲ୍ ଜିତୁଛନ୍ତି। ତେବେ ଏହି ସିଜନ୍ରେ କେମିତି ପ୍ରଦର୍ଶନ ରହିବ ଆର୍ସିବି, ସିଏସ୍କେ, ଏମ୍ଆଇ, ଜିଟି, ଏଲ୍ଏସ୍ଜି, ଡିସି, କେକେଆର୍, ଆର୍ଆର୍ ତେବେ ଏବଂ ପଞ୍ଜାବ ସରପଞ୍ଚ ସେ ଫାଇନାଲିଷ୍ଟ ଏବଂ ପ୍ରଥମ ମ୍ୟାଚ୍ ତାଙ୍କରି ରହିବ। ତାଙ୍କର ନୁହେଁ, ହାଇଦ୍ରାବାଦ ଏବଂ ଆର୍ସିବି ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍। ତ ଫ୍ରେଣ୍ଡ କୁହନ୍ତୁ କି ଏଥର ଚାମ୍ପିୟନ୍ ହେବ କି ପୁଣି ଥରେ ଆର୍ସିବି, ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।